ଆମର ଦ୍ୱିତୀୟ ଅବସରପ୍ରାପ୍ତ ମହାଭାରତ ଅବସରକାଳୀନ ସମ୍ବୋଧନ ପ୍ରତି କରୁଥିଲି। ଭଗବାନ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ରେଗଡ଼ା ଜୟପାଟନା କଳାହାଣ୍ଡି ଅବସରକାଳୀନ ସମ୍ବର୍ଦ୍ଧନା ପତ୍ର ପ୍ରାପ୍ତେଷୁ ଶ୍ରୀଯୁକ୍ତ ଗଜାନନ ବାଗ ଝିଅର ଭଗବାନ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ରେଗଡ଼ା, ମାତା ଅଭିଲା ବାଗ ପିତା ଜନାର୍ଦ୍ଦନ ବାଗ, ଗ୍ରାମ ଖେତମୁଣ୍ଡା, ଜନ୍ମ ତାରିଖ 18/4/1966, ଯୋଗଦାନ ତାରିଖ 20/7/1988, ଅବସର ତାରିଖ 30/4/2026। ସମ୍ମାନୀୟସୁ ଆଜି ଏହି ପବିତ୍ର ଅବସରକାଳୀନ ଅବସରରେ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ସମସ୍ତ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଆପଣଙ୍କ କର୍ତ୍ତବ୍ୟ ନିଷ୍ଠା ଏବଂ ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରୁଛୁ। ଆପଣ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି 34 ବର୍ଷ କାଳ ଏହି ବିଦ୍ୟାଳୟରେ ନିଜ କର୍ତ୍ତବ୍ୟକୁ ସର୍ବଦା ଆଗ୍ରହ ସହ ସମ୍ପାଦନ କରି ଆପଣଙ୍କ କର୍ତ୍ତବ୍ୟ ନିଷ୍ଠାକୁ ପ୍ରତିପାଦନ ପୂର୍ବକ ବିଦ୍ୟାପୀଠ ଅଭିଭାବକ ହୋଇ ଶିକ୍ଷକ ତଥା କର୍ମଚାରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ମହାଶୟ, ଆପଣ ସରଳତା, ସହନଶୀଳତା, নম্রতা, ସହଭାଗିତା ପରି ଅନେକ ଗୁଣର ଅଧିକାରୀ। ଆପଣଙ୍କ ଦୀର୍ଘ 3 ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି କର୍ତ୍ତବ୍ୟ କରିଥିବା ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ଓ ପ୍ରେରଣାର ଉତ୍ସ ହୋଇପାରିବ। ଏହି ବିଦାୟକାଳୀନ ଅବସରରେ ଆଗାମୀ ଦିନଗୁଡ଼ିକ ଆପଣଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଯୁକ୍ତ ହେବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଅଛୁ। ଜୀବନର କର୍ମଭୂମି ଏହି ଭଗବାନ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ପ୍ରତି ଆପଣଙ୍କ ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସକ୍ରିୟ ସହଯୋଗ ସଦା ସର୍ବଦା ରହିଥିବ ଏହି କାମନା କରୁଅଛୁ। ଆପଣଙ୍କ ହିତାକାଂକ୍ଷୀ ପ୍ରଧାନ ଶିକ୍ଷକ ତଥା ସମସ୍ତ ଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟବୃନ୍ଦ, ଭଗବାନ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ରେଗଡ଼ା।